ମୋବାଇଲରେ ରିଲ୍ସ ଦେଖୁ ଦେଖୁ ହଠାତ୍ କାନରେ ବାଜି ଉଠିଲା କେହି ଜଣେ ଭକ୍ତ ମହାପ୍ରଭୁ କାଳିଆ ସାଆନ୍ତଙ୍କର ସେହି ବଡ଼ ଶୃଙ୍ଗାର ବେଶ କଥା ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରୁଛନ୍ତି, ଯାହାକି ଭାରି ମଧୁର ଲାଗୁଥାଏ। ରାହୁଲ ଭାଇ ଆଉ ସମ୍ଭାଳି ପାରିଲେ ନିଜକୁ, ହାତ ଯୋଡ଼ି ଦେଇ କହିଲେ, ମଣିମା ମହାପ୍ରଭୁ, ଆପଣଙ୍କ କୃପାରୁ ଆପଣଙ୍କୁ ଥରେ ଅଧେ ଯାଇ ଦେଖି ଆସିଛି। ଭାରି ଇଚ୍ଛା ହେଉଛି ଆପଣଙ୍କର ସେହି ବଡ଼ ଶୃଙ୍ଗାର ବେଶ ମନ ଭରି ଦେଖନ୍ତି। କବାଟ ଫାଙ୍କରେ ଥାଇ ସବୁ ଶୁଣୁଥାଏ ବୋଉ। ସିଏ ବି ହାତ ଯୋଡ଼ି ଦେଇ କହିଲା, ଶାନ୍ତେ, କାହିଁକି ଏମିତି ମୋ ପାଗଳା ମୁଣ୍ଡକୁ ଏତେ ସବୁ କଥା ଆସିଲା? ଆପଣ ତ ଜାଣିଛନ୍ତି ଆପଣଙ୍କୁ ସେ କେତେ ଭଲ ପାଏ। ତା ମୁଣ୍ଡକୁ କଥାଟା ଆସିଛି ମାନେ ନିହାତି ଦେଖିବ, ଆଉ ନ ଦେଖି ରହିପାରିବନି ସିଏ। ସବୁ ପରେ ବି ବାଧକ ସାଜିଛି ଟଙ୍କା, ଅଭାବୀ ସଂସାର, ଗରିବ ପରିବାର, ଟଙ୍କା ଏତେ ନାହିଁ। ଶାନ୍ତେ, ମୋ ପୁଅ ତୁମକୁ ଲାଗିଲା, ତା କଥା ତୁମେ ବୁଝିବ। ତା ଛଡ଼ା ଆପଣ ଥାଉଁ ଥାଉଁ କୋଉ କଥା ପୁଣି ଅସମ୍ଭବ ଯେ? ଆପଣ ଇଚ୍ଛା କଲେ ନା ସେତକ ବି ପୂର୍ଣ୍ଣ ହୋଇପାରିବ। କଥା କ'ଣ କି, ରାହୁଲ ଭାଇ ଜଣେ ରଙ୍ଗ ମିସ୍ତ୍ରୀ। ଦିନବେଳା ଯାହା ବି କାମଧନ୍ଦା କରେ, ଯାହା ଦୁଇ ପଇସା ଆଣେ, ଅଭାବୀ ସଂସାର ତାର ଚଳିଯାଏ। ଦିନେ ଅଧେ ବାକି ପଡ଼ିଯାଏ ଟଙ୍କା। ଯାହା ହଉ କଷ୍ଟେମଷ୍ଟେ ଘର ଚଳେଇନିଏ। ସବୁ ସେଇ ଠାକୁର ଭରସା। ସେଦିନ କିନ୍ତୁ ଜଣେ ବାବୁଙ୍କ ପାଖରେ ଭାରି ନିଉଛାଳି ହେଲା କି, ବାବୁ ତୁମର ତ କାମ ଚାଲିଛି, ମୋତେ କିଛି ଟଙ୍କା ଦିଅନ୍ତୁ, ମୋ କାଳିଆକୁ ଦେଖିବା ପାଇଁ ନା ଭାରି ଇଚ୍ଛା ହେଉଛି। ଯାହା ହଉ ବାବୁ ସେଦିନ 200 କି 300 ଟଙ୍କା ଦେଲେ। ତାଙ୍କ ପାଖରେ ବି ଏତେ ଟଙ୍କା ନଥିଲା। ଯାହା ବି ହଉ ଯେତିକି ବି ମିଳିଲା ସେତିକି ଧରି ରାହୁଲ ଭାଇ ଆସି ସିଧା ପହଞ୍ଚିଗଲା କଟକ ରେଲୱେ ଷ୍ଟେସନରେ। ଏପଟେ ଡାକ ବି ପଡ଼ୁଥାଏ। ଆଉ ମାତ୍ର କିଛି ସମୟ ପରେ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଆସି ପହଞ୍ଚିବ 4 ନମ୍ବର ପ୍ଲାଟଫର୍ମରେ। ଏ କଥା ଶୁଣିଲା ବେଳକୁ ରାହୁଲ ଭାଇର ମନ କୁଣ୍ଢେ ମୋଟ। କାଳିଆକୁ ଆଜି ଦର୍ଶନ କରିବି, ପୁଣି ତାର ବଡ଼ ଶୃଙ୍ଗାର ବେଶ। ଟିକଟ ବାବଦକୁ ପାଖାପାଖି 60 କି 70 ଟଙ୍କା ପଡ଼ିଲା। ସେଥିରେ କିଛି କଥା ନାହିଁ, ବାକି ତକ ଟଙ୍କା ଜାବୁଡ଼ି ଧରିଥାଏ। ବାରମ୍ବାର କିନ୍ତୁ କାନ ଡେରିଥାଏ କେତେବେଳେ ଆନାଉନ୍ସ କରିବ କି ପୁରୀ ଇଣ୍ଟରସିଟି ଆସି ପହଞ୍ଚି ସାରିଛି। ଏତିକି ବେଳେ କେହି ଜଣେ ବାବୁ କହୁଥାନ୍ତି, ବାବୁ କୁଆଡ଼େ ଯିବ କି? କାହିଁ ଏମିତି ତରତର ପରିକା ଲାଗୁଛ? କୁଆଡ଼େ ଆଉ ଯିବି, ମୋ କାଳିଆ ପାଖକୁ। ତାର ସେ ବଡ଼ ଶୃଙ୍ଗାର ବେଶ ଦେଖିବାକୁ ଭାରି ଇଚ୍ଛା ହେଇଛି। ଭକ୍ତ ଭିତରେ ଏମିତିକା ଭାବ ଦେଖି ସେ ବାବୁ ଜଣକ ମଧ୍ୟ ହାତ ଯୋଡ଼ି ଦେଇ କହିଲେ, ଶାନ୍ତେ, ଭକ୍ତକୁ ସାହା ହୋଇଥାଉ। କିନ୍ତୁ ଦୁର୍ଭାଗ୍ୟର କଥା, ଆନାଉନ୍ସ ହେଲା କି ଟ୍ରେନ୍ଟା 1 ଘଣ୍ଟା ଡେରିରେ ଆସିବ। ମନଟା ଭାରି ଦୁଃଖ ହେଲା। ସତରେ ଶାନ୍ତେ, ତୁ ମୋ କ'ଣ ଆଜି ମୁଁ ଦେଖିପାରିବିନି? ଜାଣିଛ ତ କେତେ କଷ୍ଟରେ ଧାର ଉଧାର କରି ଟଙ୍କା ନେଇ ଆସିଛି, ବାସ୍ ଖାଲି ଟିକେ ତୁମ ଦର୍ଶନ କରିବା ପାଇଁ। ଯେତେ ଡେରି ହଉ ପଛେ ଅପେକ୍ଷା କରିବି, ତୁମକୁ ଆଖି ପୁରେଇ ଦେଖିବି। ଜାଣିଛ ତ ମନରେ ମୋର କେତେ କଥା ଅଛି, ପାଖକୁ ଗଲେ କହିବି। ପାଖାପାଖି 1 ଘଣ୍ଟାର ଅପେକ୍ଷା ପରେ ଟ୍ରେନ୍ଟା ଆସି ପହଞ୍ଚିଲା। ଅତି ଖୁସିରେ ଟ୍ରେନ୍ ଭିତରକୁ ସିନା ଚଢ଼ି ଆସିଲେ, ଭାରି ଭିଡ଼, କେତେ ଲୋକ ଛିଡ଼ା ହୋଇଥାନ୍ତି। ସେ ଆଉ କ'ଣ କରିବେ, ସେମିତି ଛିଡ଼ା ହୋଇଯିବାକୁ ପଡ଼ିଲା। ମନ ଭିତରେ କିନ୍ତୁ ଗୋଟିଏ କଥା ଥାଏ, ଶାନ୍ତେ, ଯେତେ ବି କଷ୍ଟ ହଉ ତୁମକୁ ଆଜି ଦେଖିବି। ଭୁବନେଶ୍ୱର ହେଲା ପରେ ଭିଡ଼ ଟିକେ କମିଗଲା। ଯାହା ହଉ ଝରକା ପାଖ ସିଟ୍ଟା ବି ମିଳିଲା। ଏଥର ଭାରି ଖୁସି। ସେତେବେଳକୁ ସମୟ ଦେଖିଲା ବେଳକୁ ପାଖାପାଖି 10:30 ହେଲାଣି। ଆଉ ଗୋଟେ ଷ୍ଟପେଜରେ ଟ୍ରେନ୍ଟା ବହୁ ସମୟ ଧରି ପକେଇଦେଲା। ଲୋକମାନେ ବି କହି ପକାଉଥାନ୍ତି, କେତେବେଳେ ଛାଡ଼ିବ ଯେ, ଆମକୁ ବି ଶ୍ରୀକ୍ଷେତ୍ର ଯିବାର ଅଛି। ଭାଇ ବି କାନ୍ଦି ପକାଉଥାନ୍ତି, ମଣିମା ମହାପ୍ରଭୁ, ସତରେ କ'ଣ ମୁଁ ତୁମକୁ ଦେଖିପାରିବିନି? କାହିଁକିନା ସେ ଶୁଣିଥିଲେ ଶାନ୍ତେ 11ଟାରୁ 12ଟା, ତାରି ଭିତରେ କେତେବେଳେ ବଡ଼ ଶୃଙ୍ଗାର ବେଶ ହୁଅନ୍ତି, ଆଉ ତାଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କର ଭିଡ଼ ବି ଜମେ। ଯଦି ଆଜି ଟ୍ରେନ୍ଟା ଲେଟ୍ କରିଦେଉଛି ନା, ଆଉ ମୁଁ ଦେଖିପାରିବିନି, ସବୁ ମୋର ବୃଥା ହେଇଯିବ। ଶାନ୍ତେ, ଆପଣ ହିଁ ଭରସା। ସେଦିନ କୌଣସି କାରଣ ଯୋଗୁଁ ବହୁ ସମୟ ବିଳମ୍ବରେ ଆସି ଟ୍ରେନ୍ଟି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା, ପୁରୀ ଷ୍ଟେସନ। ଏଥର ରାହୁଲ ଭାଇର ଖୁସି କହିଲେ ନ ସରେ। ମୁଁ ବି ପହଞ୍ଚିଗଲି ମୋ କାଳିଆ ଧାମରେ, ତାକୁ ଟିକେ ମନ ଭରି ଦେଖିପାରିବି। କିନ୍ତୁ ସେଇଠୁ ହିଁ ଆରମ୍ଭ ହୋଇଥିଲା ଅସଲ ଦୁଃଖ। କିଏ କୁଆଡ଼େ ଲୋକ ନିଜ ବନ୍ଧୁ ପରିଜନ ଧରି ବାହାରି ଗଲେଣି।
ଆଉ କେହି କେହି ଭଡ଼ା କରି ଚାଲିଗଲେଣି। ଆଙ୍କ ପାଖରେ ତ ଏତେ ଗୁଡ଼ାଏ ଟଙ୍କା ନାହିଁ, ଯିବେ ବା କେମିତି? ରେଲୱେ ଷ୍ଟେସନ ପାଖରୁ ମନ୍ଦିରଟା ପାଖାପାଖି 4-5 କିଲୋମିଟର ଦୂର। କେମିତି ବା ଯିବେ? ତା ଛଡ଼ା 11:30 କି 12ଟା ରାତି ହେବ। କରିବେ କ'ଣ ଯେ? ସେମିତି ଗୋଟେ ଗୋଟେ ଚାଲୁଥାନ୍ତି, ହାତ ଯୋଡ଼ି ଦେଇ କହୁଥାନ୍ତି, ମହାପ୍ରଭୁ ହେ, ଆପଣ ପରା ଅଛନ୍ତି, ଡରିବି କିଆଁ ଯେ? ଆପଣ ମୋ ସାଥିରେ ରହି ମୋତେ ଟିକେ ବାଟ କଢ଼େଇ ନିଅନ୍ତୁ। କେହି ଜଣେ ବୁଢ଼ା ମଉସା ପଛରେ ପଡ଼ି ଯାଇଥାନ୍ତି, ଡାକ ପକାଉଥାନ୍ତି, ରହରେ ପୁଅ, ସାଙ୍ଗ ହୋଇଯିବା, ଏକୁଟିଆ ଚାଲିଯାଉଛୁ କିଆଁ ଯେ? ଭାଇ କିନ୍ତୁ କିଛି ଶୁଣୁନଥାନ୍ତି। ସେପଟେ ଡେରି ହେଇଯାଉଛି ଯେ ବଡ଼ଶୃଙ୍ଗାର ବେଶ ଦେଖିବେ, ନହେଲେ ମନ୍ଦିର ମୁଦ ହୋଇଯିବ। ପାଟି କରି କହୁଥାନ୍ତି, ମଉସା, ପାରୁଛ ଯଦି ଧାଇଁକି ଆସ, ଡେରି ହେଇଯାଉଛି ଯେ। ମଉସା କିନ୍ତୁ ଧୀରେ ଧୀରେ କଣ୍ଠରେ କହୁଥାଏ, ଦେଖୁଛି ତ ବୁଢ଼ା ମଣିଷଟାଏ ମୁଁ, କେମିତି ଧାଇଁବି ଯେ? ରହ ମ, ମୁଁ ବି ଯାଉଛି, ସେଇ ଶ୍ରୀକ୍ଷେତ୍ର ମୋ କାଳିଆ ପାଖକୁ, ଆସେ। ବୁଢ଼ା ଲୋକଟାଏ, ପାଖାପାଖି 60 କି 70 ବର୍ଷର ହେବ। ଏତେ ପାଟି କରି ଡାକୁଛି, ଆଉ କଥା କାଟି ପାରିଲେନି। ପଛକୁ ଫେରିଲେ ରାହୁଲ ଭାଇ, ଯାଇକି କହିଲେ, ମଉସା, ତମେ ଯଦି ଏମିତି ଧୀରେ ଧୀରେ ଚାଲିବ ମୁଦ ହେଇଯିବ ମନ୍ଦିର ଯେ, ଆସ ମ। ମଉସା ଆହୁରି କହୁଥାଏ, ଦେଖୁଛୁ ତ ଏଡ଼େ ବଡ଼ ଝୁଲାଟାଏ, କେମିତି ବୋହି ନେବି ଯେ? ତୁ ଗୋଟେ ପାଖ ଧ, ମୁଁ ଗୋଟେ ପାଖ ଧରୁଛି। ଛାଡ଼ ମ ମଉସା, ତମେ କିଛି ଧରିବା ଦରକାର ନାହିଁ, ମୁଁ ଧରିକି ଆଗେଇ ଚାଲୁଛି, ତମେ ମୋ ପଛେ ପଛେ ଆସ। ଏତକ କହି ବ୍ୟାଗ୍ଟାକୁ ମୁଣ୍ଡେଇ ନେଲେ। ସତ କଥା କହିବାକୁ ଗଲେ ବ୍ୟାଗ୍ରେ ଏତେ କିଛି ଜିନିଷ ନଥିଲା, ତଥାପି ବ୍ୟାଗ୍ଟା ଟିକେ ଟିକେ ଭାରି ଲାଗୁଥିଲା। ମଉସା ଏଥର ଧୀରେ ଧୀରେ ଚାଲିଥାଏ, ଆହୁରି ପାଟି କରି କହୁଥାଏ, ଭାଇ ବୁଝିଲ, ତମେ ଯେମିତି ଚାଲୁଛ ନା, ସବୁ କିଛି ସାରିଦେବ। କିରେ, କୋଉ କଥା ଏମିତି ତରବର କିଆଁ ଯେ? ଜାଣିଛ ତ, ମହାପ୍ରଭୁ କାଳିଆ ସାନ୍ତଙ୍କର ସେଇ ବଡ଼ଶୃଙ୍ଗାର ବେଶ ଦେଖିବା ପାଇଁ କାହିଁ କେତେ ବାଟରୁ ଧାଇଁଛି, ଆଉ ତମେ ଯାହା କଲଣି ସବୁ ସାରିଦେବ। ମଉସା ହସି ଦେଇ କହୁଥାଏ, ନାଇଁ ମ, ସିଏ ଏତେ ନିର୍ଦ୍ଦୟ ନୁହେଁ। ମୋ ମନ କହୁଛି ସେ ତୋ ପାଇଁ ନିହାତି ଅପେକ୍ଷା କରିବ, ତୁ ତାର ସେ ବଡ଼ଶୃଙ୍ଗାର ବେଶ ଦେଖିପାରିବୁ। ନାଇଁ ମ, ସେମିତିକା ଭକ୍ତ ନୁହେଁ ମୁଁ, ନା ମୋର ସେମିତିକା ଭାବ ଅଛି ତାଠାରେ, ଖାଲି ଇଚ୍ଛା ଟିକେ କରିଛି ତାକୁ ଟିକେ ଦେଖିବା ପାଇଁ। ତା ଛଡ଼ା ରାତି ଆସି ଅନେକ ହେଲାଣି, ଆଉ ତମେ ତ ଜାଣିଛ ସମୟ କାହାକୁ ବି ଅପେକ୍ଷା କରେନି। ତା ଛଡ଼ା ସେ ବଡ଼ ଠାକୁର, ବଡ଼ ଦିଅ, ସେ ବା କାହାକୁ ଅପେକ୍ଷା କରିବେ? ମଉସା ଆହୁରି କହୁଥାଏ, ସେମିତି ଜମା କଥା ନୁହେଁ, ଭକ୍ତି ଥିଲେ ଆଉ ଭାବ ଥିଲେ। ଜାଣିଛୁ ତ, ଭକ୍ତ ପାଇଁ ନନ୍ଦିଘୋଷ ଅଟକିଥିଲା। ବୁଝିଲ ମଉସା, ତମ କଥା ଶୁଣିବାକୁ ମୋ ପାଖରେ ବେଳ ନାହିଁ। ଏମିତି ସବୁ କଥା କହି ମୋତେ ଆଉ ଭୁଲାଅନି। ତମର ତ ଡେରି ହେଉଛି, ତା ଛଡ଼ା ମୋର ବି ସବୁ ସରିଯିବ। ମୁଁ ଏବେ ଆସୁଛି, ବୁଝିଲ? ତମ ଜିନିଷ ଦାୟିତ୍ୱରେ ରହିଲା ମୋ ପାଖରେ। କୋଉଠି ଦେଖାହବ କହିଲ? ମଉସା ଆଉ କିଛି ବି କହିପାରୁନଥାଏ। ଭାଇ ଧାଇଁ ଧାଇଁ ଚାଲିଥାଏ। ଶେଷରେ ଏତିକି କହିଲା, ବୁଝିଲୁ, ଅରୁଣ ସ୍ତମ୍ଭ ପଛରେ ମୁଁ ଥିବି, ଯୋଉଠି ବି ବୁଲିବାଲି ଆସିବୁ ସେଇଠି ଭେଟ ପାଇବୁ। ଭାଇ ଏଥର ଧାଇଁ ଗଲା। ପତିତପାବନ ବାନା ଧୀରେ ଧୀରେ ଧୁସିଲା। ଭାଇର ଖୁସି କହିଲେ ନ ସରେ। ଭକ୍ତମାନଙ୍କର ଭିଡ଼ ବି ଜମିଥାଏ। ଯାହା ହଉ, ମଣିମା ଟିକେ କରୁଣା କରିଛନ୍ତି, ପହୁଡ଼ ଯାଇନଥାନ୍ତି। ଧାଁକିନା ଯାଇ ସବୁତକ ଜିନିଷ ସାଇଜି ଦେଲା ଗୋଟେ ପାଖ ଦୋକାନରେ, ଆଉ କହି ବସିଲା, ସବୁତକ ଜିନିଷ ଠିକ୍ଠାକ୍ରେ ରଖିଥିବ, ଏଇ ଗଲି ଆଉ ଆସିଲି। ଯେତେବେଳେ ସିଙ୍ଗି ଦ୍ୱାର ଦେଇ ଭାଇ ଯାଇ ପହଞ୍ଚିଛି, ତାର ଖୁସିର ସୀମା ରହିଲାନି। ସତରେ ମଣିମା, ମୋ ପାଇଁ ତୁମେ ଅପେକ୍ଷା କରିଛ ନା? ସେ ବୁଢ଼ା ମଉସା ଠିକ୍ କହୁଥିଲା। ଆଜି ମୋର ମନସ୍କାମ ପୂର୍ଣ୍ଣ ହେବ, ଯାହା ମୁଁ କାହିଁ କେତେ ଦିନରୁ ଭାବିକି ଆସିଥିଲି। ଶାନ୍ତେ ଆସିଲା ବେଳେ ବୋଉ କେବଳ ଏତିକି କହିଥିଲା, ଭକ୍ତମାନେ କେତେ ହରି ଗୁହାରି କରୁଥିବେ, ତୁ କେବଳ ଏତକ କହିବୁ, ବାସ୍ ଆମର ଖାଲି ଅଭାବୀ କଥା। କିନ୍ତୁ ଭାଇ ସେଦିନ ଯେତେବେଳେ ଚକା ଚକା ଆଖିରେ ଆଖି ମିଶାଇ ଦେଇଛି, ସବୁ କିଛି ଭୁଲି ସାରିଥିଲା। ସତରେ ସେଇ ବଡ଼ ଶୃଙ୍ଗାର ବେଶ, ଫୁଲରେ ସଜା ହୋଇଥିବା ସେଇ କାଳିଆ ସାଆନ୍ତଙ୍କୁ ଦେଖି ଆଉ କିଛି ବି କହିପାରୁନଥାଏ। ପାଟି ତାର ଖନି ବାଜି ଯାଉଥାଏ, ଆଖିରୁ ଧାର ଧାର ଲୁହ ଝଡ଼ି ଯାଉଥାଏ। ସତରେ ମଣିମା ମହାପ୍ରଭୁ, ତୁମେ ଏତେ ସୁନ୍ଦର। ସତରେ ତୁମର ସେଇ ଚକା ଚକା ଆଖିରେ କି ଆକର୍ଷଣ ଅଛି କେଜାଣି? ଆଖି ଫେରିବାକୁ ଚାହୁଁନି ମୋ, ଇଚ୍ଛା ହେଉଛି ସବୁବେଳେ ସବୁ ସମୟରେ ତୁମରି ଆଖିରେ ଏମିତି ଆଖି ମିଶାଇ
ହାତ ଯୋଡ଼ିକି ରହିଥାଏ। କିନ୍ତୁ ଏତେ ସମୟ ପାଇଁ ସୁଯୋଗ ଦେଲେନି ସେଦିନ ପଣ୍ଡା ପଢ଼ିଆରୀ ଆଉ ପୋଲିସ ଭାଇମାନେ। ହାତ ଯୋଡ଼ି ଯୋଡ଼ି ଯେତେବେଳେ ମନ୍ଦିର ବାହାରକୁ ଆସନ୍ତି, ଆଖିରେ ନାଚି ଉଠୁଥାଏ ମହାପ୍ରଭୁଙ୍କର ସେଇ ନାନା ଜାତି ଫୁଲରେ ସଜା ହୋଇଥିବା ବଡ଼ ଶୃଙ୍ଗାର ବେଶ। ଆହା, ସତରେ କେଡ଼େ ସୁନ୍ଦର। ଏଥର ମନ୍ଦିରରୁ ବାହାର ହେଲେ ମନଟା ସେଇ ଅବଢ଼ା ହାଟ ଆଡ଼କୁ ଟାଣୁଥିଲେ ମଧ୍ୟ ଇଚ୍ଛା ହେଲାନି। ପକେଟରେ ଏତେ ବି ଟଙ୍କା ନଥିଲା। ତା ଛଡ଼ା ବୋଉ ପାଇଁ ଗଲାବେଳେ କିଛି ନେବାକୁ ପଡ଼ିବ, ସେଇଥିପାଇଁ ବୋଧ ହୁଏ ଟଙ୍କା ଖର୍ଚ୍ଚ କରିବାକୁ ଇଚ୍ଛା କଲାନି। ଭାରି ଭୋକ ବି ଲାଗୁଥାଏ। ଶେଷରେ ମୁଣ୍ଡିଆଟିଏ ମାରି କହିଲେ, ମଣିମା ମହାପୁରୁହେ, ଏବେ ମୁଁ ଆସୁଛି। ତମେ ତ ଜାଣିଛ, ତୁମକୁ ଛାଡ଼ିଲେ ଶ୍ରୀକ୍ଷେତ୍ରରେ ଆଉ ମୋର କିଏ ଯେ ଚିହ୍ନା। ତା ଛଡ଼ା ମୁଣ୍ଡ ଟିକେ ଗୁଞ୍ଜିବା ପାଇଁ ଏଇ ବଡ଼ ଦାଣ୍ଡ ପଡ଼ିଛି। ଭକ୍ତମାନେ ତ ଆବୁରି ବସିଥିବେ, ମୋତେ ବି ଟିକେ ଜାଗା ଦରକାର। ଏବେ ମୁଁ ଆସୁଛି। ଏଥର ମନେ ପଡ଼ିଲା ସେଇ ବୁଢ଼ା ମଉସା କଥା। ସତରେ 70 ବର୍ଷର ଲୋକ, ଅସହାୟ ମଣିଷଟାଏ। ସାଙ୍ଗରେ କେହି ବି ଆସିନଥିଲେ। ତା ବୋଝଟା ବୋହି ଆଣିଥିଲି। ଦୋକାନରେ ଜିମା ଦେଇ ଆସିଛି। କୁଆଡ଼େ ଥିବ, କ'ଣ କରୁଥିବ ସେ ଲୋକଟା। ବହୁ ଖୋଜାଖୋଜି କଲେ, କେଉଁଠି ବି ପାଇଲେନି। କିନ୍ତୁ ଦାୟିତ୍ୱରେ ଦେଇଥିବା ସେଇ ବ୍ୟାଗ୍ଟା ଆଣିବା ପାଇଁ କଲେ। ନେଇକି ଫେରନ୍ତି ତ ଆଖି ଆଗରେ ଦୁଶିଥିଲା ସେଇ ବୁଢ଼ା ମଉସା ଖିଲିପାନ ଖଣ୍ଡେ ଖାଇ ହସି ହସିକା ତାରି ଆଡ଼କୁ ଆସୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆସିଲା ବେଳେ ମଉସା ଯେଉଁ ଲୁଗାଟା ପିନ୍ଧିଥିଲା ଏବେ କିନ୍ତୁ ସେମିତି ନଥିଲା। ଆଉ ଗୋଟେ ହଳଦିଆ ରଙ୍ଗର ନୂଆ ଲୁଗାଟିଏ ପିନ୍ଧିଥିଲା, ଆଉ କାନ୍ଧରେ ନାଲି ଗାମୁଛାଟିଏ ବି ପକେଇଥିଲା। ଆସିକି କହୁଥାଏ, କିରେ କୁଆଡ଼େ ଚାଲିଗଲୁ ଯେ? ମୋ ପାଇଁ ଟିକେ ଅପେକ୍ଷା କରିପାରିଲୁନି? କୁଆଡ଼େ ହଜିଯାଇଥିଲୁ? ଏତେବେଳକରେ ଆସୁଛୁ ଯେ? ଭାଇ ସେ ଏମିତି ଚାହିଁ ରହିଥାଏ, କିଛି ବି କହିପାରୁନଥାନ୍ତି। ମଉସା ହାତ ଧରି ଭିଡ଼ି ନେଲା, ଆଉ କହିବାକୁ ଲାଗିଲା, କିରେ କ'ଣ ଖାଇଲୁ ନା ନାହିଁ? ପାଟିରୁ କିଛି ବି କଥା ବାହାରୁ ନଥାଏ। ଜାଣିଛି ପରା, କାଳିଆକୁ ଦେଖିବା ପାଇଁ ଇଚ୍ଛା ହିଁ ସେମିତିକା। ଭକ୍ତ ତ ଜାଣିଛି ପରା, ସେ ଠାକୁର ହିଁ ସେମିତିକା। କାହାକୁ କେତେବେଳେ ଗୁଣି କରିବ ସେ କଥା କେହି ବି କହିପାରିବେନି। ଆଉ ତୁ ବି ଭକ୍ତ ହିଁ ସେମିତିକା। ଏଇ ଦେଖୁନୁ, ଆସିକି 70-80 ବର୍ଷର ହେଲିଣି, ସାହାରା ବୋଲି କେହି ନାହିଁ। ତୋତେ ଟିକେ ଆହାପଦେ କହିଲି, ତୁ ଡିଆଁ ମାରି ଚାଲିଗଲୁ। ହଉ ଛାଡ଼ ସେ କଥା, କ'ଣ ଗଣ୍ଡେ ଖାଇ ନେବା। ଭାଇ ସେତେବେଳକୁ ଲୁହ ଛଳ ଛଳ ଆଖିରେ କହୁଥାଏ, ବୁଝିଲ ମଉସା, ଭାରି ଭୋକ ହେଉଥିଲା। ମନ ଭିତରେ ଭାରି କୋହ ବି ଥିଲା। ହେଲେ କାହିଁକି କେଜାଣି ତାର ସେଇ ଚକାଚକା ଆଖିରେ ମୋର ଆଖି ମିଶିଗଲା ପରେ ସବୁ ଭୁଲି ଯାଇଛି ମଉସା। ଜମା ବି ଇଚ୍ଛା ହେଉନି ତା ପାଖରୁ ଆସିବା ପାଇଁ। ଖାଲି ବାଧ୍ୟ କରି ଆସିଛି। ଜାଣିଛ ତ, ଆଉ କେବେ ଏ ଜୀବନରେ ମୋତେ ସୁଯୋଗ ଟିକେ ମିଳିବ କି ନାହିଁ ତାର ସେଇ ବଡ଼ ଶୃଙ୍ଗାର ବେଶ ଦେଖିବା ପାଇଁ। ମଉସା ଲୁହ ପୋଛି ଦେଇ କହିଲା, ଆରେ ସେମିତି କିଛି ନୁହେଁ, ତୁ ଇଚ୍ଛା କଲେ ପୁଣି ଆସିବୁ। ତା ଛଡ଼ା ସିଏ ବି ତୋତେ ଭାରି ଭଲ ପାଏ। ତା ନ ହୋଇଥିଲେ ଟ୍ରେନ୍ଟା କେତେ ଡେରି କଲା, ତଥାପି ତୁ ଆସି ପହଞ୍ଚିଲୁ। ଭକ୍ତମାନଙ୍କ ଭିଡ଼ ଭିତରେ ତାକୁ ତୁ ଦର୍ଶନ କଲୁ। ତାଠାରୁ ଆଉ ବଡ଼ କଥା କ'ଣ ଅଛି ଯେ? ଏତକ କହି ମଉସା ଭିଡ଼ି ନେଲା। ପାଲ ଖଣ୍ଡେ ପକାଇ 2 ଜଣ ବସିଥିଲେ। ଭାଇ ଆହୁରି କହୁଥାଏ, ବୁଝିଲ ମଉସା, ପାଖରେ ମୋର ଏତେ ଟଙ୍କା ନାହିଁ ମୁଁ, ସେଇଥିପାଇଁ ତୁମକୁ କହିବା ପାଇଁ ଲାଜ ଲାଗୁଛି। କାହିଁକି କେଜାଣି ଭାରି ଆପଣାର ଲାଗିଲ, ସେଇଥିପାଇଁ କହିଥିଲି। ମଉସା ହସି ଦେଇ କହୁଥାଏ, ବୁଝିଲୁ, ଭାରି ସ୍ୱାଭିମାନୀ ତୁ, ଭାରି ସଚ୍ଚୋଟ। ଜାଣିଛୁ ତ, ତୁ ଯେଉଁ ବ୍ୟାଗ୍ଟା ନେଇଛୁ ତା ଭିତରେ କେତେ ଖାଇବା ଅଛି। ଏତକ ଯେତେବେଳେ ଭାଇ ଶୁଣିଛି ସେ ଆଶ୍ଚର୍ଯ୍ୟ ହେଇଗଲା। ସତରେ ତା ଭିତରେ ଏତେ ସାରା ଜିନିଷ ଅଛି। ମଉସା ଆଉ ଡେରି ନ କରି ସବୁତକ ଖୋଲିଦେଲା। ଆସେ, ତୋର ମୋର ସାଙ୍ଗ ହିଁ ଖାଇବା। ମୁଁ ବି କିଛି ଖାଇନି, ମୁଁ ଅପେକ୍ଷା କରିଛି। ବ୍ୟାଗ୍ଟା ଯେତେବେଳେ ଖୋଲନ୍ତି ଭାଇ ଦେଖି ବଡ଼ ଆନନ୍ଦିତ ହୋଇଗଲା। ଆରେ ଏ କ'ଣ? ଛୋଟ ଛୋଟ ଅବଢ଼ା କୁଡ଼ିଆ ସବୁ ଥାକ ଥାକ ହୋଇ ରହିଛି। କାନିକା, ଡାଲମା, ବେସର, କେତେ କ'ଣ ଜିନିଷ। ମହ ମହ ବାସ୍ନା ହେଉଥାଏ। ଆଉ ଭୋକ ସମ୍ଭାଳି ପାରିଲେନି। 2 ଜଣ ଯାକ ହସ ଖୁସିରେ ଖାଇଲେ। ଏପଟେ ଭାଇ ମନେ ମନେ କହି ହେଉଥାନ୍ତି, ଶାନ୍ତେ, ପେଟର ଭୋକ କଥା ହିଁ ବୁଝିଗଲ ନା? କେଉଁ ଗୋଟାଏ ଅଜଣା ଲୋକ ସହିତ ଜୁଟେଇ ଦେଲ।
ଜାଣିନି କୋଉ ଜନ୍ମରେ କି ପୁଣ୍ୟ କରିଥିଲି କେଜାଣି ଏ ମଉସା ଜଣକ ନା ଭାରି ନିଜର ଲାଗୁଛି। ତା ଛଡ଼ା ତାକୁ ଦେବା ପାଇଁ ମୋ ପାଖରେ କିଛି ବି ନାହିଁ। ପାରିବେ ଯଦି ତାକୁ ଟିକେ ସାହା ହୋଇଥାନ୍ତୁ, ତାର ଚଲାପଥକୁ କୁସୁମିତ କରୁଥାନ୍ତୁ। ବୟସର ଅପରାହ୍ନରେ ସିଏ କହୁଥିଲା ସିଏ ତାର ସାହା ହେବା ପାଇଁ କେହି ନାହିଁ, ତା ସାଥିରେ ଥାନ୍ତୁ। ବାସ୍ ଏତିକି ହିଁ ଲୋଡ଼ା। ଏତକ କହି ଯେତେବେଳେ ଦୁଇ ଜଣ ଯାକ ସେଇ ବଡ଼ ଦାଣ୍ଡରେ ଗଡ଼ି ଯାଆନ୍ତି, ମଉସା ଆହୁରି ପଚାରିଲା, କିରେ ଘର କଥା କେମିତି ଯେ? ଭାଇ କିଛି ବି କହିଲେନି। ବଡ଼ ଦୁଃଖରେ ଥାଏ ସେ, ଭାରି ଲାଜ ଲାଗୁଥାଏ। ମଉସା କିନ୍ତୁ ଏତକ କହିଲା, ବୁଝିଲୁ, କର୍ମପଥରେ ଆଗେଇ ଯିବୁ, କେବେ ବି ହାର ମାନିବୁନି। ମହାପ୍ରଭୁ ଅଛନ୍ତି, ନିଜର କର୍ମ ଉପରେ ବିଶ୍ୱାସ ରଖିବୁ ଆଉ ତାଙ୍କ ଉପରେ ଭରସା କରିବୁ। ସେ ଅଛନ୍ତି, ସମୟ ସବୁକିଛି ପରିବର୍ତ୍ତନ କରିଦେବ। ସେଇ ବୁଢ଼ା ମଉସାଙ୍କର ସେଇ କେଇପଦ ମିଠା ମିଠା କଥା ଭାଇଙ୍କୁ ଭାରି ଆନନ୍ଦ ଲାଗିଲା, ସାହସ ବି ଦେଲା। ଏଥର କଥା ହେଲେ ମହାପ୍ରଭୁ କାଳିଆ ସାନ୍ତଙ୍କ କଥା। ବୁଢ଼ା ମଉସା କହୁଥାଏ, କିରେ ଏତେଥର ତ ଆସିଲୁଣି, କହିଲୁ ମହାପ୍ରଭୁ କେମିତିକା? ଭାଇ ଆଉ କିଛି ବି କହିପାରିଲେନି। ସେ କହୁଥାନ୍ତି, ସେ ତ ଅବର୍ଣ୍ଣନୀୟ, ସେ ଅଚିନ୍ତନୀୟ। ତା ଛଡ଼ା ଏ ପୃଥିବୀରେ ବୋଧହୁଏ ତାଙ୍କଠାରୁ ସୁନ୍ଦର ଆଉ କେହି ବି ନାହିଁ। ମୁଁ ଯେ କ'ଣ ବର୍ଣ୍ଣନା କରିବି। ଏମିତି କେତେ କ'ଣ କଥା। ରାତି ପାଇ ଆସୁଥାଏ, ଭାରି ନିଦ ବି ଲାଗୁଥାଏ, ଆଖି ଲାଗିଯାଇଛି। ମଉସା ଠକି ଦେଇ କୁଆଡ଼େ ଯେ ଚାଲିଗଲା, ଆଉ ଭାଇ ପାଇଲାନି। ବହୁତ ଖୋଜାଖୋଜି କଲା। ଶେଷରେ ଲକ୍ଷ୍ୟ ପଡ଼ିଲା, ମଉସା ମୁଣ୍ଡ ପାଖରେ ଛାଡ଼ି ଯାଇଛି 3ଟା ପଥର, ଗୋଟେ କଳା ପଥର, ଗୋଟେ ହଳଦିଆ ଆଉ ଗୋଟେ ଧଳା। ଆଶ୍ଚର୍ଯ୍ୟର କଥା, ତାରି ପାଖରେ ଛୋଟ ପତ୍ରଟିଏ ଥିଲା। ସେ ପତ୍ରରେ କେବଳ ଏତିକି ଲେଖା ଥିଲା, ବୁଝିଲୁ, ଯଦି କେବେ ଦରକାର ପଡ଼େ ରାତି ଅଧରେ ତୋ ଘର ଯାଇ ବି ଯାଇପାରିବି, ତୋତେ ଟିକେ ଦେଖିବା ପାଇଁ। ଭାଇ ଯେତେବେଳେ ସେ ପତ୍ରଟାକୁ ଦେଖନ୍ତି, ଆଖିରୁ ଧାର ଧାର ଲୁହ ଝରିଗଲା। ମନେ ପଡ଼ିଗଲା, ସତରେ ମହାପ୍ରଭୁ ତୁମେ ପରମ ଦୟାଳୁ। ଭାରି ଡର ଲାଗୁଥିଲା, ଭାରି ଏକା ଏକା ଲାଗୁଥିଲା। ଏବେ ମୁଁ ବୁଝିପାରୁଛି, ସେ ବୁଢ଼ା ମଉସା ଆଉ କେହି ବି ନଥିଲେ, ମୋ କାଳିଆ ସାନ୍ତ ନିଜେ। ମୋ ପାଇଁ ଖାଇବା ଦେଲ, ମୋତେ ସାହା ହେଲ, ରାତିଟା ସାରା ମୋ ପାଖରେ ଏଇ ବଡ଼ଦାଣ୍ଡରେ କଟେଇଲ। ଧନ୍ୟ ମହାପ୍ରଭୁ, ଧନ୍ୟ ତୁମ ଲୀଳା। ସେଇ ବଡ଼ଦାଣ୍ଡରେ ବୋହ ବୋହି କାନ୍ଦୁଥାନ୍ତି, ହାତ ଯୋଡ଼ି ଦେଇ ଏତିକି କହିଲେ, ମଣିମା ମହାପ୍ରଭୁ ହେ, ଯଦି କେବେ ତୁମର ସେଇ ଅପଲକ ନୟନ ଏ ଦୁଃଖୀ ଦରିଦ୍ର ଭକ୍ତ ଉପରେ ପଡ଼େ, ଏତିକି କରୁଣା କରିବ, ତୁମର ସେଇ ବୋଝଟାକୁ ଏଇ ବଡ଼ଦାଣ୍ଡ ପର୍ଯ୍ୟନ୍ତ ନୁହଁ ମ, ଯଦି କହିବ ନା ସାରା ଦୁନିଆଟା ମୁଣ୍ଡରେ ମୁଣ୍ଡେଇକି ବୁଲିବି, ତୁମେ କେବଳ ମୋ ପଛେ ପଛେ ଏମିତି ଧାଉଁଥାଅ, ବାସ୍, ଆଉ ମୋର କିଛି ଲୋଡ଼ା ନାହିଁ। ନମସ୍କାର। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ, ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, କ୍ଷମା କରିବାକୁ ଅନୁରୋଧ। ଜୟ ଜଗନ୍ନାଥ।